ମୁଁ ବୁଝିପାରୁନି ଯେ ବର୍ଷା ନିଜକୁ କଣ ଭାବୁଛନ୍ତି। ଯଦି ମହିଳା ସଶକ୍ତିକରଣ କରିବାର ଏତେ ଇଚ୍ଛା ଥିଲା ତାହେଲେ ଆଗେ କୁଆଡେ ଥିଲେ? ତମେ ଚାହିଁଲେ ସେତେବେଳେ କୋର୍ଟରେ କହିପାରିଥାନ୍ତ। ଏବେ ସୋସିଆଲ ମିଡିଆରେ କହିକି ଲାଭ କଣ ମିଳୁଛି? ଏମିତି ଫିଲ୍ମ ମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରୁଛ, ଲାଜ ଲାଗୁନି ଟିକେ? ଆଉ ମ୍ୟାଡାମ, ତମେ ଭୁଲି ଯାଉଛ ଯେ ତମ ଦୁଇ ଜଣଙ୍କର କଣ୍ଟ୍ରୋଭର୍ସି ଭିଡିଓ ଏବେ ବି ସୋସିଆଲ ମିଡିଆରେ ଭରି ଭରି ପଡିଛନ୍ତି। ଜାଣିଛନ୍ତି ତ? ନା ମନେ ପଡୁନି ସେ କଥା ସବୁ? ଆଉ ମ୍ୟାଡାମ, ଆମେ ସମସ୍ତେ ଜାଣିଛୁ ଯେ ତମ ଦୁହିଁଙ୍କର କାହାଣୀ ସବୁ କଣ, ବୁଝିଲ? ଆଉ ସେତେବେଳେ କୋର୍ଟରେ ତ ହରେଇ ପାରିନଥିଲ ଅନୁଭବକୁ, ଆଉ ଏବେ କଣ କରିବ? ତମର ତ କିଛି ଉପାୟ ତ ଥିବା ଦରକାର ଯେ ଅନୁଭବଙ୍କ ଦୋଷାରୋପ କରିବା ପାଇଁ। ଏବେ ତମେ ପନ୍ଥା ପାଇଛ ଯେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ଜଣେଇବ ଯେ ମୁଁ କେତେ ସତୀ ସାବିତ୍ରୀ ଥିଲି, ଏଇଆ ତ? ହଁ, ତମେ ଯଦି ଏତେ ସତୀ ସାବିତ୍ରୀ ଥିଲ ତାହେଲେ ଅନୁଭବଙ୍କଠୁ ମାସକୁ ମାସ ଦରମା ଭଳି ଲକ୍ଷ ଲକ୍ଷ ଟଙ୍କା କାହିଁ ନଉଥିଲ? କାହିଁ ଖାଇପାରୁନଥିଲ? ନା ନିଜେ ହାତ ଖର୍ଚ୍ଚ ଚଲେଇବା ପାଇଁ ଅନୁଭବଙ୍କଠୁ ଟଙ୍କା ନଉଥିଲ? ହଉ ଛାଡ଼, ତମକୁ ଆଉ କଣ କହିବି। ସାମ୍ନାରୁ ତ ମୁକାବିଲା କରିପାରିନଥିଲ, ଆଉ ସଦାବେଳେ ଚୁପ୍ ରହିକି ନିଜର କ୍ୟାରେକ୍ଟରକୁ ସଦାବେଳେ ସଫା ରଖୁଥିଲ। ଅନୁଭବ ସୋସିଆଲ ମିଡିଆରେ ଆସିକି ନିଜର ଦୁଃଖକୁ ପ୍ରକାଶ କରୁଥିଲେ, ଆଉ ସେ କାନ୍ଦିଛନ୍ତି ମଧ୍ୟ ସୋସିଆଲ ମିଡିଆରେ। ତମେ କଣ କରୁଥିଲ? ଚୁପ୍ ରହିଥିଲ। କାହିଁକିନା ଏବେ ଫାଟିବା ପାଇଁ ନା କଣ? ଟିକେ ଖେଞ୍ଚିବା ପାଇଁ ଦୋଷ ଅଛି ତମର, ବୋଲ ଦୋଷ ଅଛି, ଯାହାଫଳରେ ତମେ ଏବେ ସୋସିଆଲ ମିଡିଆରେ ଆସି ପୁଳାଏ ଖଣ୍ଡେ ଛପରି ମହିଳାମାନଙ୍କ ସହିତ ତମେ ନିଜର କ୍ୟାରେକ୍ଟରକୁ ଖରାପ କରୁଛ। ଏବେ କଣ ଲାଭ ମିଳିବ? କିଛି ନାହିଁ। ତମ ସଂସାର ତ ଭାଙ୍ଗି ସାରିଛ, ଏବେ ଆଉ ଲୋକଙ୍କର ବି ସଂସାର ଭାଙ୍ଗିବା ପାଇଁ ତମେ ପ୍ରୟାସ କରୁଛ, ଆଉ କିଛି ନୁହଁ। ତମେ ସେତେବେଳେ ଅନୁଭବଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେସ୍ ଲଢୁଥିଲ, କିନ୍ତୁ ସେତେବେଳେ ତମେ ମୁହଁ ଖୋଲି ପାରୁନଥିଲ, ସୋସିଆଲ ମିଡିଆ ଆଗରେ କିଛି କହୁନଥିଲ। ଏବେ ତ ବେଶ ମିଡିଆ ଆଗରେ ମୁହଁ ଖୋଲୁଛନ୍ତି। ସେତେବେଳେ କୁଆଡେ ଥିଲା ତମ ମୁହଁ? ଘରେ ଛାଡିକି ଆସୁଥିଲ ସେତେବେଳେ, ନୁହଁ? ଆରେ ମ୍ୟାଡାମ, ଆଉ ସେଇ ସମୟରେ ସମସ୍ତେ ଜାଣିପାରୁଥିଲା ଯେ କାହାର ଦୋଷ ବୋଲି। ବାସ୍ ଅନୁଭବ ଆଉ ତମ ଭିତରେ ଖାଲି ଏତିକି ଫରକ ଯେ ଅନୁଭବ ଜଣେ ପୁଅ ଆଉ ତମେ ଜଣେ ଝିଅ। ତ ଝିଅ କଥା କହି ମନେ ପଡିଲା, ଯଦି ତମେ ଝିଅ ତାହେଲେ ତମେ ମା ହେବା ପାଇଁ ଡରୁଥିଲ କଣ ପାଇଁ? ଆଉ ଅନୁଭବଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କାହିଁ କରୁଥିଲ? କାହିଁ ଅନୁଭବଙ୍କ ପାଖରେ କିଛି ନଥିଲା କି? ଆଉ ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିଲ କଣ ପାଇଁ? ମତେ ତ ଡାଉଟ ହଉଛି ଯେ ଅନୁଭବଙ୍କ ସମ୍ପତ୍ତି ପାଇଁ ତମେ ବିବାହ ହେଇନ ତ? କାହିଁ ଏମିତି ସମସ୍ତେ ଭାବିବେ। ଯେତେ ପର୍ଯ୍ୟନ୍ତ ଅନୁଭବଙ୍କ ସହିତ ଟର୍ଚର ନ ହେଇଛି ତମେ ସେତେ ପର୍ଯ୍ୟନ୍ତ ଅନୁଭବଙ୍କ ପାଖରେ ଥିଲ। ତାପରେ ଗୋଟେ ପରେ ଗୋଟେ ଦିକ୍ତତା ଦେଖିବାକୁ ମିଳିଥିଲା ସେତେବେଳେ। କାହିଁକିନା ତମେ ବାହାନା ବାହାର କରୁଥିଲ, ଅନୁଭବ ଯଦି ଲେଟ୍ ନାଇଟ୍ ଆସିଲେ କି କଣ କୁଆଡେ ଆସିଲେ ତମେ ତାକୁ ତାଚ୍ଛଲ୍ୟ କରୁଥିଲ ଯେ ତମେ ଡ୍ରିଙ୍କ୍ କରିକି ଆଇଛ, ଆଉ ୟାଙ୍କ ସହିତ ତାଙ୍କ ସହିତ ତମର ବ୍ୟବହାର ଅଛି, ତମ ଅଲଗା ଝିଅଙ୍କ ସହିତ ଏଫଆଇଆର ଅଛି, ବହୁତ ସାରା ଏଲିଗେସନ ଅନୁଭବଙ୍କ ଉପରେ ଲଗେଇକି ରଖୁଥିଲ। କାହିଁକିନା ଝଗଡା କରିବା ପାଇଁ। ତମ ଭଳି ଝିଅ ମାନଙ୍କୁ ନା ଆମେ ଭଲସେ ଜାଣିଛୁ, ଏମିତି ଝିଅ ଗାଁ ଗହଳିରେ ପଡିଛି। ଏମିତି ତମେ ସେଲିବ୍ରିଟି ବୋଲି ତମର ଖବର ଚାରିଆଡେ ଫେଲି ଯାଇଛି, ଆଉ ଏମିତି ଗାଁ ଗହଳିରେ ଝିଅ ମାନେ ଅଛନ୍ତି ଯେ କି ଏମିତି ବ୍ୟବହାର ହିଁ କରୁଛନ୍ତି, ହେଲେ ସେ ଖବର ସେ ପର୍ଯ୍ୟନ୍ତ ପହଞ୍ଚୁନି, ମିଡିଆ ଆଗରେ ଯାଏ ପହଞ୍ଚୁନି। ଯଦି ମିଡିଆ ଯଦି ଏମିତି କରିବାକୁ ଲାଗିବ ନା, ତାହେଲେ ସାରା ଦେଶର ଲୋକଙ୍କର ଝିଅ ହଉ କି ପୁରୁଷ ହଉ ସମସ୍ତେ ଜାଣିପାରିବେ ଯେ କିଏ ଭଲ କିଏ ଖରାପ। ଏମିତି ପ୍ରତିପତ୍ତିକ ଘରରେ ହୁଏ, ହେଲେ ତମ ଭଳିଆ ନୁହଁ। ଅନୁଭବଙ୍କଠୁ ଟଙ୍କା ନେଇକି ଜନସାଧାରଣଙ୍କୁ ସେବା କରିବା, ତାପରେ ନିଜକୁ ଚୁପ୍ ରହିବା, ଦେଖୁଥିଲ ଯେ ମୁଁ କେତେ ସତୀ ସାବିତ୍ରୀ ଝିଅଟିଏ, ଭଲ ଘରଣୀଟିଏ। ଅନୁଭବ ମୋ ସହିତ ଏମିତି ହାରାସମେଣ୍ଟ କରୁଥିଲେ। ଏମିତି ବହୁତ ସାରା ଜିନିଷ ଅଛି ଯେ ତମେ କରିକି ଆସିଛ। ଆମେ ସମସ୍ତେ ଜାଣୁ ଯେ ତମ ଦୁହିଁଙ୍କ ଭିତରେ କେସ୍ ସବୁ କଣ ଥିଲା। ତା ଭିତରେ ଆଣିଲେ ତମେ ଜାଗୃତି ଶୁକ୍ଲାଙ୍କୁ। ଜାଗୃତି ଶୁକ୍ଲା ଭିତରେ କିଛି ନୁହଁ, ତାକୁ ନେଇକି ତମେ ଯାହା ସବୁ କହୁଛ ଛାଡ। ଏବେ ଆସିବ ତମ ଫିଲ୍ମ ବିଷୟରେ। ଏବେ ତମର ଯୋଉ ଫିଲ୍ମ ୱାଇଫ ଆମେ ସମସ୍ତେ ଦେଖିଛୁ, ଭାଇ ତାର ତ କିଛି ବି ଭଲ ନୁହଁ। ନା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଭଲ ଅଛି, ନା କିଛି ଭଲ ଅଛି। ଟୋଟାଲି ତମର ବାୟୋଗ୍ରାଫି ଉପରେ ଲେଖିଛ, ତମର ଯୋଉ ବିବାହିତ ଜୀବନ ଉପରେ ଲେଖିଛ ଯେ ଗୋଟେ ନାରୀ ଉପରେ କଣ ସବୁ ହୁଏ, କଣ ସବୁ ବିତେ। ଯେତେ ସବୁ ଫିଲ୍ମ ବାହାର କରିଛ ନା, 3 ବର୍ଷ ଭିତରେ ଯୋଉ ଫିଲ୍ମ ଗୋଟେ ଗୋଟେ ଲେଖା ବାହାର କରିଛ, ସବୁ ନାରୀତ୍ୱ ଭିତରେ। ଭାଇ ରୋଜଗାର ହଉନି, ଏଇ ପ୍ରଡ୍ୟୁସର ମାନଙ୍କୁ କଣ କହିବି ମୁଁ, ୟାକୁ ସାଇନ କରି ନଉଛନ୍ତି ଏତେ ଜଲ୍ଦି। ଭାଇ କଣ କହିବି ଆଉ।